ଖୋର୍ଦ୍ଧା ରୋଡ ମଣ୍ଡଳରେ କାର୍ଯ୍ୟରତ ମହିଳା ରେଳ କର୍ମଚାରୀଙ୍କ ପାଇଁ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ ଡିଭିଜନାଲ ରେଳ ହସ୍ପିଟାଲ ଅଡିଟୋରିୟମରେ ଆୟୋଜିତ ହୋଇଛି। କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମକୁ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଇନ୍ଫା ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଏବଂ ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧା ରୋଡର ସଚିବ ଶ୍ରୀମତୀ ପ୍ରିୟଙ୍କା ନଗୱାନୀ, ଖୋର୍ଦ୍ଧା ରୋଡର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡକ୍ଟର ସବିତା ଶତପଥୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ। ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲ ସିନିୟର ପ୍ରଫେସର ଡକ୍ଟର ଚିନ୍ମୟ କୁମାର ପାଣି ମେଡିକାଲ ଆଙ୍କୋଲୋଜି କର୍କଟ ରୋଗ ହେବାର ବିଭିନ୍ନ କାରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସମୟସୀମା ମଧ୍ୟରେ ସ୍କ୍ରିନିଂ ଏବଂ ପ୍ରାରମ୍ଭିକ ଚିହ୍ନଟ ରୋଗର ନିରାକରଣରେ ସାହାଯ୍ୟ କରିପାରିବ। ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ମହିଳା ରେଳ କର୍ମଚାରୀଙ୍କ କଲ୍ୟାଣ ପାଇଁ ଚିକିତ୍ସା ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ସ୍କ୍ରିନିଂ କାର୍ଯ୍ୟକ୍ରମର ପ୍ରଥମ ଦିନରେ କାର୍ମିକ ବିଭାଗର 27 ଜଣ ମହିଳା କର୍ମଚାରୀଙ୍କୁ ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟ ପାଇଁ ସ୍କ୍ରିନିଂ କରାଯାଇଥିଲା। ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଡିଭିଜନର ସମସ୍ତ ମହିଳା ରେଳ କର୍ମଚାରୀଙ୍କ ପାଇଁ ସ୍କ୍ରିନିଂ କାର୍ଯ୍ୟକ୍ରମ ବିଭାଗ ଭିତ୍ତିକ କରାଯିବ। ଆଗାମୀ ଦିନରେ ରେଳ କର୍ମଚାରୀଙ୍କ ୱାର୍ଡମାନଙ୍କ ପାଇଁ ସ୍କ୍ରିନିଂ କାର୍ଯ୍ୟକ୍ରମକୁ ଆହୁରି ସମ୍ପ୍ରସାରିତ କରାଯିବ। କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମଟି ଖୋର୍ଦ୍ଧା ରୋଡର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡକ୍ଟର ସବିତା ଶତପଥୀଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଉଛି। ଖୋର୍ଦ୍ଧାରୁ ସୈୟଦ ଲିୟାକତ ଅଲିଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।